ଆମେ ତ ମାନେ କାମ କରୁଛୁ ଦେଖନ୍ତୁ ମାନେ ସେ ତ ଉପରେ ଅଛନ୍ତି ମୁଁ ତଳେ ଅଛି ସେ କହିଲା ତୁ ତଳେ ରହ ମୁଁ ତ ଉପରକୁ ଆମେ ତ ଉପରକୁ ଯାଉଛୁ ତ ମସଲା ମସଲି ଦେବୁ ଆମେ ମୁଁ ତ ହାଇ ମସଲା ସାଙ୍ଗମାନେ ମସଲି କେମିତି ଦେବୁ। ଅଛନ୍ତି? ଆଶା କରୁଛି ଭଲ ଥିବେ। ସକାଳୁ ସକାଳୁ ମୁଁ ନୂଆ ବ୍ଲଗିଂ ଷ୍ଟାର୍ଟ କରୁଛି। ମାନେ ଆଜି କାମକୁ ଯିବାର ଅଛି ଜଣକୁ ଗୋଟେକି। ତ ଚାଲନ୍ତୁ ଯିବା ଗୋଟେ ପିଲାକୁ ଦେଖିକି ଆସିବା କ'ଣ କରୁଛି। ଦେଖନ୍ତୁ ମାନେ ମୁଁ ଏଠି ଆସି ପହଞ୍ଚିଗଲି, ସେମାନେ ଆସିନାହାନ୍ତି। ଦେଖନ୍ତୁ ଏରିଆ ତାପରେ ଏଇନା ଆମେ ତ ଯିବେନି, ମୁଁ ଆସି ଛିଡ଼ା ହେଇଛି କେତେବେଳେ ଆସିକିରି ସେ କହିଲେ ମାନେ ଆସିବେ ଏଇନା, କହିଲେ ଅପେକ୍ଷା କରିତେ ସେଇଠି ଯାଉଛି ବୋଲି। ହଉ ଚାଲନ୍ତୁ କେତେବେଳକୁ ଆସନ୍ତି ଦେଖିବା। ମୁଁ ତ ମାନେ ଆମେ ଯାଉଛୁ ଦେଖନ୍ତୁ ତାଙ୍କୁ ପାଇଗଲି, ସେ ଆଗରେ ଆଗରେ ଯାଆନ୍ତୁ ପାଇଗଲି। ତାପରେ ଦେଖନ୍ତୁ ମାନେ ଆଜି ତ ମାନେ ଭଲ ମାନେ ପାଗ ଦେଇଛି, ଏଇନି ପାଗ ଦେଇଛି ଭଲ। ତାପରେ ଆଉ ଟିକେ ଉପରେ କ'ଣ ହେଉଛି କେଜାଣି ଜଣାପଡ଼ୁନି। ଚାଲନ୍ତୁ ସେଠିକି ଗଲା ପରେ ଦେଖା ହେବ। ବର୍ଷା ପକେଇଲି, ଆମର ବି କାମ ଚାଲିଛି। ଆମେ ତ ହେଉଛି ଏଇନେ ସରିବନି, ଏତେ ମସଲା ମାନେ ଗଦି ଅଛି। ଲୋକମାନେ ଦେଖନ୍ତୁ ପଥର ପଥର ମାନେ କାମ କରୁଛନ୍ତି। ପଥର ତ ଭଲ କରନ୍ତି। ତାପରେ ବି ହେଉଛି କାମ ଲାଗି ଦେଖନ୍ତୁ ଖାଇ ପିଇକିରି ମାନେ ଆମେ ଟିକେ ରେଷ୍ଟ କରୁଛୁ ଏଇନେ। ତ ସେମାନେ ସେଠି ବସିଛନ୍ତି, ମୁଁ ଆସିକି ଏଠି ବସିଛି। ମାନେ ମସ୍ତ ପବନଟା ଏଇଠି ହେଉଛି। ତାପରେ ବି ଦେଖନ୍ତୁ କୋଉଳିଆ ମାନେ ଏଥିରେ ସବୁ ମାଛ ଫାଛ ସବୁ ଛଡ଼ା ହେଇଛନ୍ତି। ସେ ପୋଖରୀ ସେଠି ଗୋଟେ ପୋଖରୀ। ତାପରେ ଏଇ ଘର ତ କାମ ହେଉଛି ମାନେ ମାନେ ଘର କାମ ସରିଗଲା ପରେ ତାପରେ ବି ପଟା ଫଟା ବାଡ଼ିଆ ବାଡ଼ି ଅଛି। କେଦିନ ଯାଉଛି ଦେଖାଯାଉ, ଚାଲୁ କେଦିନ ଚାଲିବା କଥା। ତ ଦେଖନ୍ତୁ ବଢ଼ିଆ ମାନେ ଭିଉ ଆସୁଛି ଏଇନେ। ଚାଲନ୍ତୁ ଟିକେ ରେଷ୍ଟ କରିବା। ଆମେ ତ ଏଇଠି କାମ କରୁଥିଲୁ ମାନେ ସେ କହିଲେ ତୁ ତଳେ ରହ ଆମେ ଉପରକୁ ଯାଉଛୁ। ସେ ସେଇଠୁ ଉପରକୁ ଗଲେ, ଉପରେ ମାନେ ସବୁ ପଥର ଲୋଡ଼ ହେଉଛି। ତଥାପି କହିଲେ ମୁଁ ତ ମସଲା ମସଲି ମୋତେ କହିଲେ ତୁ ତ ମସଲା ମସଲି ଦିଏ ବଢ଼ିଆ ବଢ଼ି କରେ, ତୁ ହେଉଛି ହାଇଟ୍ ଅଛି ହାତ ପାଇବ ତୋର। କହିଲେ ହଉ ଦେଉଛି ମସଲା ମସଲି ଆଣିକି ସେଠୁ ଆଣିକି ଦେଉଥିଲି ସବୁ ଜିନିଷ ପତ୍ର। ମାନେ ଏଇନେ ପାଣି ସେ ମାଗିଲା ଟିକେ, କହିଲେ ପୁଅ ଟିକେ ପାଣି ଟିକେ ଦେଲୁ, ପାଣିଟା ଦେଉଛି ତାକୁ। ତାପରେ ବି ସିଏ ମାନେ ଛିଡ଼ା ହେଇଛନ୍ତି ସେ ପଥର ମାନେ ଆଉ ଜଣେ ଧରିକି ଆସୁଛି ସେ ମୁଣ୍ଡେଇକିରି ମାନେ ବି ମୁଣ୍ଡେଇକି ପଥର ଧରିକି ଆସନ୍ତି। କାହିଁକି ନା ମାନେ କାନ୍ଧରେ ଦେଖନ୍ତୁ ଆମେ ଖାଇ ପିଇକିରି ମାନେ ରେଷ୍ଟ କରିକିରି ମାନେ କାମକୁ ଆସିଲୁ ଆଜି। ତାପରେ ସେମାନେ ଦୁଇଟା ହେଇକି ମାନେ ଉପରକୁ ଗଲେ ହେରି। ତାପରେ ମୁଁ ତ ତଳେ ରହିଲି। ମାନେ ଆଜି ତ ମାନେ ମସ୍ତ ପବନଟା ହେଉଛି। ତାପରେ ବି ବର୍ଷା ଟୋପେ ଟୋପେ ପକାଉଥିଲା ଅଧଘଣ୍ଟା ପରେ। ତାପରେ ସେ କରେଇଟା ପକେଇଲା, ମସଲାଟା କହିଲା ଧରିକି ଆସେ। ମୁଁ ଯିବିନି ମସଲା ପାଇଁକା। ତାପରେ ମସଲା ଉପରୁ ସରିଗଲି ନା, ସେଥିପାଇଁକା ମୁଁ ଏଇନେ ଆଣିବାକୁ ଯିବି। ଆଉ ତଥାପି କହିଲେ ପଥରଟା ଆଣିବାକୁ ଏପର୍ଯ୍ୟନ୍ତ ନାହିଁ, ପଥରଟା ଆଣିଲେ ମାନେ ଭିଡ଼ିଓଟି କେମିତି ଲାଗିଲା ଆଶା କରୁଛି ନିହାତି କମେଣ୍ଟ କରି ଲାଇକ୍ କରି ସେୟାର କରି ପ୍ଲିଜ୍ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରହୁଛି। ବାଏ।